ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଥମ୍ବନେଲ୍ ଦେଖି ଜାଣିସାରିଥିବେ ଯେଉଁ ଟପିକ୍‌ଟି ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ, ବର୍ତ୍ତମାନ ସାରା ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ଯେଉଁଟାକି 2 ମାସ ଧରି ଯେଉଁ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା, ବର୍ତ୍ତମାନ ସୁଦ୍ଧା ଯାଇକି ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେଇନାହିଁ। ତେଣୁ ଏହି ବାର୍ଦ୍ଧକ୍ୟ ଭତ୍ତା କେବେ ମିଳିବ? କେବଳ ବାର୍ଦ୍ଧକ୍ୟ ଭତ୍ତା ନୁହେଁ, ଯେଉଁମାନେ ଡିବିଟି ମୁଡ୍‌ରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ବା ଆପଣମାନଙ୍କର ବିକଳାଙ୍ଗ ଭତ୍ତା ପାଉଥିଲେ, ସେମାନଙ୍କ ଆକାଉଣ୍ଟକୁ ଗତ 2 ମାସ ହେଲା ଯାହାକି ଟଙ୍କା ଆସିନାହିଁ। ତେଣୁ ସାରା ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ସମସ୍ତ ହିତାଧିକାରୀ ବର୍ତ୍ତମାନ ବହୁତ ସାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରଙ୍କ ତରଫରୁ ଗତ ମାସ ଯାହାକି ଗୋଟେ ସୂଚନା ଦିଆଯାଇଥିଲା ଯେ ଡିବିଟିର ଭେରିଫିକେସନ୍ ପାଇଁ ଏନ୍‌ଏସ୍‌ଏପି ମାଧ୍ୟମରେ ଯେଉଁମାନଙ୍କୁ ଯାଇକି ଭତ୍ତା ଟଙ୍କା ମିଳୁଥିଲା, ସେମାନଙ୍କ ଟଙ୍କା ଯାଇକି ଆକାଉଣ୍ଟକୁ ଦିଆଯାଇନଥିଲା ଏବଂ କୁହାଯାଇଥିଲା ଉଭୟ ଏପ୍ରିଲ ଏବଂ ମେ ମାସର ଟଙ୍କା ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକାଥରେ ପ୍ରଦାନ କରାଯିବ। କିନ୍ତୁ ଆଜି ଦେଖନ୍ତୁ 26 ତାରିଖ ହେଇସାରିଲାଣି। ତେଣୁ 26 ତାରିଖ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେଇନାହିଁ। ତେଣୁ ବିଭିନ୍ନ ପ୍ରକାର ଆପଣମାନଙ୍କର କମେଣ୍ଟ ଆସୁଛି ଯେ ଟଙ୍କା ଆମର କ'ଣ ପାଇଁ କ୍ରେଡିଟ୍ ହେଇନାହିଁ। କେବଳ କମେଣ୍ଟ ତ ଆପଣମାନେ ୟୁଟ୍ୟୁବରେ କରୁଛନ୍ତି। ଯଦି ଆମେ ସାଧାରଣ ଜନତାଙ୍କ କଥା ଦେଖିବା, ପ୍ରତ୍ୟେକ ଦିନ ଆପଣମାନଙ୍କର ସିଏସ୍‌ସି ସେଣ୍ଟର, ଯେଉଁମାନେ ସିଏସ୍‌ସି ସେଣ୍ଟର କରିଛନ୍ତି ବା ବିସି ପଏଣ୍ଟ ଆପଣମାନଙ୍କର କରିଛନ୍ତି, ଦେଖୁଥିବେ ବୃଦ୍ଧ ମଉସା ମାଉସୀଙ୍କର ଯାହାକି ଲମ୍ବା ଲାଇନ୍ ସବୁବେଳେ ଲାଗି ରହିଛି ଏବଂ ବିଭିନ୍ନ ସମୟରେ ଆମେ ଦେଖିବା ପାଇଁ ପାଉଛୁ ଗଣମାଧ୍ୟମରେ ମଧ୍ୟ ସାଧାରଣ ଭତ୍ତା ପାଇଁ ଯେଉଁ ହିତାଧିକାରୀମାନେ ଭତ୍ତା ଉପରେ ଡିପେଣ୍ଡେଡ୍ ହେଇ ଚଳୁଛନ୍ତି, ସେମାନେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରଙ୍କ ପାଖରେ ଯେଉଁ ଅପଡେଟ୍‌ଟି ରହିଛି, ପୂର୍ବରୁ ବା ପୂର୍ବ ମାସମାନଙ୍କରେ ଯଦି ଆମେ ଦେଖିବା, ଭତ୍ତା ଟଙ୍କା ସାଧାରଣତଃ ଆପଣମାନଙ୍କର 20 ରୁ 25 ତାରିଖ ଭିତରେ ଆକାଉଣ୍ଟରେ କ୍ରେଡିଟ୍ ହେଇଥାଏ। ତେଣୁ ଏ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ 25 ତାରିଖ ପୂର୍ବରୁ ଗୋଟେ ଭିଡ଼ିଓ ମାଧ୍ୟମରେ କହିଥିଲି ଯେ ଯେଉଁ ଅପଡେଟ୍ ପୂର୍ବରୁ ଥିଲା, ସେଇ ଅପଡେଟ୍ ଅନୁସାରେ ଆପଣମାନଙ୍କର 25 ତାରିଖ ଭିତରେ ଟଙ୍କା ମିଳିବାର ଥିଲା। କିନ୍ତୁ ଆଜି ଅଲରେଡି 26 ତାରିଖ ବିତି ସାରିଲାଣି। ଆଜି ରାତି ଯାଇକି ଦେଖନ୍ତୁ 7:19 ସମୟରେ ମୁଁ ଭିଡ଼ିଓ ବନଉଛି। ବର୍ତ୍ତମାନ ସୁଦ୍ଧା ମଧ୍ୟ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇନାହିଁ। ତେଣୁ ଏହି ଟଙ୍କା କେବେ ମିଳିବ? ତ ଟଙ୍କା ଆପଣମାନଙ୍କର ଯଦି ମିଳିବାରେ ବିଳମ୍ବ ହେଉଛି ବା ସରକାର ଯଦି ଆପଣମାନଙ୍କର ଟଙ୍କା ଦେବାରେ ବିଳମ୍ବ କରୁଛନ୍ତି, ଯେମିତି ପୂର୍ବ ମାସ ସେ ମେନସନ୍ କରିଥିଲେ ପୋର୍ଟାଲରେ ଯେ ଆମର ଟଙ୍କା 2 ମାସର ଏକାଥରେ ମିଳିବ, ଠିକ୍ ସେଇଭଳି ଡେଟ୍ ମଧ୍ୟ ଆପଣମାନଙ୍କର ମେନସନ୍ କରିବା ନିହାତି ଦରକାର। କାରଣ ଡେଟ୍ ମେନସନ୍ ନ ହେବା ଫଳରେ ଯେଉଁ ବର୍ତ୍ତମାନର ଯେଉଁ ରହିଛି ଆମର ଟେମ୍ପରେଚର, ଏହି ତାପମାତ୍ରା ବା ଏହି ଗରମରେ ମଧ୍ୟ ହିତାଧିକାରୀମାନେ କ'ଣ କରୁଛନ୍ତି ନା ବାରମ୍ବାର ବ୍ୟାଙ୍କକୁ ଯାଉଛନ୍ତି। କାରଣ ସମସ୍ତଙ୍କ ବ୍ୟାଙ୍କ ସହିତ ମୋବାଇଲ ନମ୍ବର ଲିଙ୍କ ନଥାଏ ବା ସମସ୍ତେ ମୋବାଇଲ ଯାହାକି କୁ ମେସେଜ ମଧ୍ୟ ଆସିନଥାଏ। ଯେହେତୁ ଭତ୍ତା ସେହି ହିତାଧିକାରୀମାନଙ୍କୁ ମିଳିଥାଏ ଯେଉଁମାନଙ୍କର ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ଥିବ ବା ଯେଉଁମାନେ ବିକଳାଙ୍ଗ ଥିବେ, ତ ସେଇମାନଙ୍କୁ ହିଁ ଭତ୍ତା ଟଙ୍କା ମିଳିଥାଏ। ତେଣୁ ଯେହେତୁ ଭତ୍ତା ଟଙ୍କା ଏତେ ପର୍ଯ୍ୟନ୍ତ ଆକାଉଣ୍ଟକୁ ଆସିନାହିଁ, ପ୍ରତ୍ୟେକ ଦିନ ବହୁତ ସାରା ହିତାଧିକାରୀ ବ୍ୟାଙ୍କକୁ ଯାଉଛନ୍ତି, ଆପଣମାନଙ୍କର ଜନସେବା କେନ୍ଦ୍ରରେ ଲାଇନ୍ ଦେଖାଉଛନ୍ତି ଏବଂ ଯାହାକି ଟଙ୍କା ବାରମ୍ବାର ଚେକ୍ କରୁଛନ୍ତି କିନ୍ତୁ ଟଙ୍କା ଆକାଉଣ୍ଟକୁ ଆସିନି। ତେଣୁ ସରକାର ଏହା ପ୍ରତି ଧ୍ୟାନ ଦେବା ନିହାତି ଦରକାର। ତ ଏ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କର ପାଇଁ ଯେଉଁ ଅପଡେଟ୍‌ଟି ରହିଛି, ଆପଣମାନେ କୌଣସି ବି ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି, ସେମାନେ ଆପଣମାନଙ୍କର କୌଣସି ବି ଟେନସନ୍ ନିଅନ୍ତୁ ନାହିଁ। ଟଙ୍କା ଆପଣମାନଙ୍କର ଆକାଉଣ୍ଟକୁ ସରକାର ଯେଉଁଟାକି 30 ତାରିଖରୁ 31 ତାରିଖ ଭିତରେ ତ ଟଙ୍କା ପକେଇବେ, କିନ୍ତୁ ତା ଆଗରୁ ଯାହା ବି ଅପଡେଟ୍ ବର୍ତ୍ତମାନ ରହିଛି, 28 ତାରିଖ ଭିତରେ ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇଯିବ। ତେଣୁ ବାରମ୍ବାର ଅଯଥାରେ ଯେଉଁ ବୃଦ୍ଧ ମଉସା ମାଉସୀମାନେ ରହିଛନ୍ତି ବା ଆପଣମାନଙ୍କ ଘରେ ଯେଉଁ ବୃଦ୍ଧ ମା-ବାପାମାନେ ରହିଛନ୍ତି, ସେମାନଙ୍କୁ ବାରମ୍ବାର ଆପଣମାନେ ମନା କରନ୍ତୁ ଯେ କୌଣସି ବି ବ୍ୟାଙ୍କକୁ ହଉ ବା ଆପଣମାନଙ୍କର ଜନସେବା କେନ୍ଦ୍ର ଯେଉଁଠି ବି ସେମାନେ ପଇସା ୱିଡ୍ରଲ୍ କରୁଛନ୍ତି, ସେଠିକୁ ଯିବା ପାଇଁ ମନା କରନ୍ତୁ। କାରଣ ବହୁତ କିଛି ପ୍ରୋବ୍ଲେମ୍ ବର୍ତ୍ତମାନ ରହୁଛି। ହୁଏତ ଡିବିଟି ରିଲେଟେଡ୍ ଯେଉଁ ଡାଟାବେସ୍ ରହିଛି, ସେ ଡାଟାବେସ୍‌ରେ କିଛି ପ୍ରୋବ୍ଲେମ୍ ହେବା ହେତୁ ସରକାର ଟଙ୍କା ଦେଇପାରୁନାହାନ୍ତି ବା ଅନ୍ୟାନ୍ୟ କୌଣସି ଇଣ୍ଟରନାଲ୍ ମଧ୍ୟ ମ୍ୟାଟର୍ ଅଛି, ଯୋଉଟାକି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁନାହିଁ। ଯେ ବିଷୟରେ ଆପଣମାନେ ନିହାତି ଜାଣିଥିବେ। ତେଣୁ ଆଜିର ଯେଉଁ ଅପଡେଟ୍‌ଟି ମୁଁ ଆପଣମାନଙ୍କୁ ଦେଲି, ଅପଡେଟ୍‌ଟି କେବଳ ଏତିକି ଯେ ଆପଣମାନେ ଧୈର୍ଯ୍ୟ ଧରନ୍ତୁ ଏବଂ ଆପଣମାନଙ୍କର ଯେଉଁମାନେ ଦୋକାନ କରିଛନ୍ତି ବା ସିଏସ୍‌ସି ଭାଇମାନେ ରହିଛନ୍ତି, ଆପଣମାନଙ୍କ ଅଞ୍ଚଳକୁ ଯଦି ଆସୁଛନ୍ତି ବା ଆପଣଙ୍କ ଦୋକାନକୁ ଯେଉଁ ହିତାଧିକାରୀମାନେ ଆସୁଛନ୍ତି, ସେମାନଙ୍କୁ ଆପଣମାନେ ମନା କରନ୍ତୁ ଯେତେବେଳେ ଟଙ୍କା ଆସିବ, ସେତେବେଳେ ସେମାନଙ୍କୁ ଅପଡେଟ୍ ଦିଅନ୍ତୁ। କାରଣ ବର୍ତ୍ତମାନ ଯେଉଁ ଖରା ରହୁଛି, ସେ ଖରାରେ ଲମ୍ବା ଲାଇନ୍ ଧରି କେବଳ ଆକାଉଣ୍ଟ ଚେକ୍ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ଅପଡେଟ୍ ଆସିବ, ମୁଁ ନିହାତି ଆପଣମାନଙ୍କୁ ଚ୍ୟାନେଲ୍ ମାଧ୍ୟମରେ ସେୟାର କରିଦେବି ଏବଂ ଟେଲିଗ୍ରାମ ଚ୍ୟାନେଲ୍‌ରେ ମଧ୍ୟ ଅପଡେଟ୍ ଦେଇଦେବି। ତେଣୁ ବର୍ତ୍ତମାନର ଯେଉଁ ଅପଡେଟ୍‌ଟି ରହିଛି, 28 ତାରିଖ ଭିତରେ ଆପଣମାନଙ୍କ ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେବ। ହୁଏତ ଆସନ୍ତା କାଲି ନହେଲେ 28 ତାରିଖ ତ ଆପଣମାନଙ୍କର ଛୁଟି ଅଛି। ତେଣୁ ଆସନ୍ତା କାଲି ଟଙ୍କା ଆସିବାର ଚାନ୍ସେସ୍ ବହୁତ ରହିଛି।